ଦୁଇ ଦ୍ୱାରା ବିଭାଜ୍ୟର ନିୟମ କ'ଣ କହୁଛି ଦେଖ। ଯେଉଁ ସଂଖ୍ୟାର ଏକକ ସ୍ଥାନରେ 0, 2, 4, 6 କିମ୍ବା 8 ଥାଏ ତାହା ଦୁଇ ଦ୍ୱାରା ବିଭାଜ୍ୟ। ତା ମାନେ କ'ଣ? ସଂଖ୍ୟା ଯାହା ବି ହେଇଥାଉ, ମନେକର ସଂଖ୍ୟା ହେଲା 5, 4, 8, 3, 0, 8, 4, 2, 2, 4, 2, 5। ତା ମାନେ ବାମ ପଟେ ଯାହା ଅଛି ଆମର ସେଥିରେ କୌଣସି ଆବଶ୍ୟକତା ନାହିଁ। ଆମେ କ'ଣ ଦେଖି, ଯଦି ଏକକ ଘରର ଅଙ୍କରେ କ'ଣ ଥିବ 0, 2, 4, 6, 8 ଏସବୁ ଯଦି ଥାଏ ତାହେଲେ ସେ ସଂଖ୍ୟାଟି କ'ଣ ହେବ? ଦୁଇ ଦ୍ୱାରା ବିଭାଜ୍ୟ ହେବ। ଦେଖ ପ୍ରଥମ ସଂଖ୍ୟା ଦେଖିବା 5, 4, 8 ଏକକ ଘର କ'ଣ ଅଛି? 8 ଅଛି। ଦେଖ ଏଠି 8 ଅଛି, ତାମାନେ ଏ ସଂଖ୍ୟାଟି କ'ଣ ହେବ? ଦୁଇ ଦ୍ୱାରା ବିଭାଜ୍ୟ। ଦ୍ୱିତୀୟ ସଂଖ୍ୟା କ'ଣ ଅଛି? 8 ଅଛି, ଏଇଟା ମଧ୍ୟ ଦୁଇ ଦ୍ୱାରା ବିଭାଜ୍ୟ ହେବ। ଦେଖ ଏ ସଂଖ୍ୟାଟି କ'ଣ ଅଛି? 4, 2, 2 ଏଇଟା ମଧ୍ୟ ଏକକ ଘର 2 ଅଛି, ତାମାନେ ଏ ସଂଖ୍ୟାଟି ମଧ୍ୟ କ'ଣ ହେବ? ଦୁଇ ଦ୍ୱାରା ବିଭାଜ୍ୟ ହେବ। ଆଉ ଏ ସଂଖ୍ୟା ଦେଖ 4, 2, 5 ଏକକ ଘର କ'ଣ ଅଛି? 5 ଅଛି। ଯଦି ଏକକ ଘରେ କ'ଣ ଅଯୁଗ୍ମ ସଂଖ୍ୟା ରହିବ ତାହେଲେ କ'ଣ ହେବ? ଅଯୁଗ୍ମ ସଂଖ୍ୟା ରହିଲେ ଏ ସଂଖ୍ୟାଟି ଆମର ଦୁଇ ଦ୍ୱାରା ବିଭାଜ୍ୟ ହେଇପାରିବ ନାହିଁ।